ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଯୋଜନା। ଆୟୁଷ୍ମାନ କାର୍ଡ଼ର ଫାଇଦା କ'ଣ, କେଉଁମାନେ ହେବେ ଯୋଗ୍ୟ, ଏହା ବିଏସ୍କେୱାଇ ଠାରୁ କେତେ ଭଲ କ'ଣ ରହିଛି, ଏନେଇ ସମ୍ପୂର୍ଣ୍ଣ ଅପଡେଟ୍ଟି ଚାଲନ୍ତୁ ଦେଖିବା। କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଯୋଜନା ଲାଗୁ ହେଲେ କ'ଣ ଫାଇଦା ମିଳିବ ସେ ସମ୍ପର୍କରେ ଅଧିକାଂଶ ଲୋକ ଜାଣିବାକୁ ଆଗ୍ରହୀ। ସୂଚନା ମୁତାବକ ରାଜ୍ୟର 1 କୋଟି ପରିବାରର 3.5 କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ। ରାଜ୍ୟର ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ କେନ୍ଦ୍ରର ଆୟୁଷ୍ମାନ ଭାରତର ମିଶି ଗୋଟିଏ କାର୍ଡ଼ ଦିଆଯିବ। ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ 30,000 ମେଡିକାଲ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍କେୱାଇରେ 900ରୁ ଅଧିକ ହସ୍ପିଟାଲରେ ସ୍ୱାସ୍ଥ୍ୟ ମିଳୁଥିଲା। ବିଏସ୍କେୱାଇ କାର୍ଡ଼ ମାଧ୍ୟମରେ 96.5 ଲକ୍ଷ ପରିବାରର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ବହନ କରୁଥିଲେ। ଆୟୁଷ୍ମାନରେ 1.3 କୋଟି ପରିବାରର 3.5 କୋଟି ଲୋକ ଉପକୃତ ହେବେ। ଆୟୁଷ୍ମାନରେ ପୁରୁଷଙ୍କ ପାଇଁ ବର୍ଷକୁ 5 ଲକ୍ଷ ଓ ମହିଳାଙ୍କ ପାଇଁ ବର୍ଷକୁ 10 ଲକ୍ଷ ତାଙ୍କର ଚିକିତ୍ସା ସୁବିଧା ରହିଛି। ବିଏସ୍କେୱାଇରେ ଏହି ସମାନ ସୁବିଧା ମିଳୁଥିଲା। ଆୟୁଷ୍ମାନ ଯୋଜନାରେ 1949ଟି ପ୍ୟାକେଜ ସହ ମେଡିକାଲରୁ ଡିସ୍ଚାର୍ଜ ଦେବା ପରର 15 ଦିନ ପର୍ଯ୍ୟନ୍ତ ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ସବୁ ମାଗଣା। କ୍ଲିନିକାଲ ଏବଂ ଲ୍ୟାବୋରେଟୋରୀ ଇନଭେଷ୍ଟିଗେସନ ଖର୍ଚ୍ଚ ମାଗଣା। ଏଥିରେ ଗୁରୁତର ରୋଗୀଙ୍କୁ ସାମିଲ କରାଯାଇଛି। ତେବେ ଏଥିପାଇଁ କେଉଁମାନେ ହେବେ ଯୋଗ୍ୟ, ଆସନ୍ତୁ ଜାଣିବା। ଆୟୁଷ୍ମାନ ଭାରତ ଯୋଜନା 70 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବୟସ୍କ ବ୍ୟକ୍ତି ହିତାଧିକାରୀ ହୋଇପାରିବେ। ସେମାନଙ୍କର ସାମାଜିକ ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ। ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଯୋଜନାରେ ଏକ ନୂଆ କାର୍ଡ଼ ପ୍ରଦାନ କରାଯିବ। 70 ବର୍ଷରୁ ଅଧିକ ବୟସର ଯେକୌଣସି ବ୍ୟକ୍ତିଙ୍କ ଆଧାର ନମ୍ବର ଅଛି ସେମାନେ ଏହି ଯୋଜନାରେ ଆବେଦନ କରିପାରିବେ। ସେହିପରି ବାହାରେ ରହୁଥିବା ଲୋକ ବି ସୁବିଧା ପାଇପାରିବେ। କେୱାଇସି ଡାଟାବେସ୍ ଆଧାରରେ କାର୍ଡ଼ ମିଳିବ। ବିଏସ୍କେୱାଇଙ୍କୁ ବି ମିଳିବ ସୁବିଧା। ତ ଫ୍ରେଣ୍ଡସ୍, ଇଏ ହେଉଥିଲା ଆପଣମାନଙ୍କ ପାଇଁ କିଛି ଅପଡେଟ୍। ଯଦି ଅପଡେଟ୍ଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଧନ୍ୟବାଦ।